ଆଜ୍ଞା ଦେଖନ୍ତୁ ଆମର ରବ ଭାଇ ମାନେ ଆ ବାପା ତୋ ବାପାଟି ଆ ବାପା ଦେଖନ୍ତୁ ଗଞ୍ଜା ଲଢ଼େଇ କରିକି ଗୋଟେ ମାନେ ଇଏ ତା ବାପା ତୋ ବାପା ଏଇଟା କିଣିଥିଲା ନା ଏଇଟା ତୋ ବାପା କିଣିଥିଲା ଏଇଟା ତୋ ବାପା କିଣିଥିଲା ମାନେ ଗଞ୍ଜା ଲଢ଼େଇ ଏଇଠି ହେଉଛି ଗଞ୍ଜା ଲଢ଼େଇ ମାନେ ଆଗର ପୂର୍ବପୁରୁଷରୁ ରହିଛି ଗଞ୍ଜା ଲଢ଼େଇ ବୋଲେ ଗଞ୍ଜା ଲଢ଼େଇ ଦେଖନ୍ତୁ ଏଇଟା ମାନେ ଆଉ ଜଣଙ୍କର ହେଇରେ ଏଇଟା ଆଉ ଜଣଙ୍କର ମାନେ ଆଉ ଜଣଙ୍କ ମାନେ ଦେଖନ୍ତୁ ମାନେ ଆଙ୍କ ଟ୍ୟାଲେଣ୍ଟ ଗଞ୍ଜା ଦେଖନ୍ତୁ ମାନେ ଆ ବାପା କିଣିଥିଲା ଆମ ଜଗତସିଂହପୁର ଭାଇ କିନ୍ତୁ ଗଞ୍ଜା ଲଢ଼େଇ ଯେତେବେଳେ ହେଇଛି ଇଏ ଗଞ୍ଜାର ମାନେ ମାନେ କମ୍ ମାନେ ଅଛି ବୋଲି ପାୱାର କିନ୍ତୁ ଇଏ ଜିତିଗଲା କିନ୍ତୁ ଇଏ ଜିତି ପାଇଲାନି ଯିଏ ଜିତିବ ଇନାମ ରହିଛି କି ଯିଏ ଜିତିବ ମାନେ ଇଏ ଗଞ୍ଜା ଯଦି ହାରିଯିବ ତା ପାଇଁ 2000 ଟଙ୍କା ଇନାମ ଦିଆଯାଇଥିଲା ମାନେ ଇଏ ଗଞ୍ଜା ଜିତିଲେ ଇଏ 2000 ଟଙ୍କା ଆଣିବ ଯଦି ଇଏ ଜିତିଥାନ୍ତା ତାହେଲେ ଇଏ 2000 ଟଙ୍କା ଆଣିଥାନ୍ତା ତାହେଲେ ଇଏ ଜିତିଛି ବୋଲି ଇଏ 2000 ଟଙ୍କା ଆଣିଛି ଇଏ ବଞ୍ଚିଛି କିନ୍ତୁ ଇଏ ମରିଯାଇଛି କିନ୍ତୁ ମଲା କୁକୁଡ଼ାଟେ ବି ଆସିଲା 2000 ଟଙ୍କା ବି ଆସିଲା ଫାଇଦା କାହାର ଜିତିଲା ବାଲାର ଫାଇଦା ନା ହାରିଲା ବାଲାର ଫାଇଦା କେଉଁଟା କମେଣ୍ଟ କରିକି ଜଣାନ୍ତୁ ଠିକ୍ ଅଛି ନା ନାଇଁ ତୋ ବାପା କୁଆଡ଼େ ଯାଇଛି ଦେଖନ୍ତୁ ଇଏ ମାନେ ଯୋଡ଼ାଇ ମାନେ ଆମ ଏଠି ଗୋଟେ ବସ୍ତି ଅଛି ଚିନ୍ନୁଗୁଳି ବସ୍ତି ବୋଲି ଚିନ୍ନୁଗୁଳି ବସ୍ତିରେ ଖେଳା ଯାଏ ପୁରା ଦେଖନ୍ତୁ ଇଏ ଲଢ଼େଇ ଗଞ୍ଜା ମାନେ ଆ ଭିତରେ କିଛି ଫରକ ନାହିଁ ଆର କିଛି କେଉଁଠି କଟିଛି କଟି ନାହିଁ ଦେଖନ୍ତୁ ଏହା ଗୋଟେ ରସି ଅଛି ବନ୍ଧା ହେଇଥିଲା ଇଏ ମାନେ ଖେଳାଳି ଗଞ୍ଜା ଆ ନାଁ ହେଉଛି ଖେଳାଳି ମାନେ ଇଏ ଲଢ଼େଇ କରିବା ଗଞ୍ଜା ବାଲିଆ ଗଞ୍ଜା ବାଲିଆ ଗଞ୍ଜା କ'ଣ କହିବୁ ବାଲିଆ ଗଞ୍ଜା ଦେଖନ୍ତୁ ମାନେ ଚିନ୍ତା କରନ୍ତୁ ମାନେ ଏ ଖେଳ ମାନେ ଖେଳିଲା ବାଲା ମାନେ ଆ ସାଙ୍ଗେ ଲଢ଼େଇ ମାନେ ଗୋଟେ ଚାକୁ ବନ୍ଧା ହୁଏ ଏଇ ଜାଗାରେ ଯିଏ ଜିତିବ ସିଏ ଆସିବ ଇଏ କିନ୍ତୁ ଆଠାରୁ ହାରିଯାଇଛି ମାନେ ଆକୁ ଚିନ୍ତା କର ଇଏ ଆକୁ ମାରିଦେଇଛି କିଏ ବିଶ୍ୱାସ କରିବ ଆକୁ ମାରିଛି ବୋଲି କିନ୍ତୁ ଇଏ ଗଞ୍ଜାକୁ ମାରିଦେଇଛି ଲଢ଼େଇ କରିକି ମାନେ ଖେଳିକି ମାରିଦେଇଛି